ଜଳେଶ୍ୱର ପୁଲିସକୁ ବଡ଼ ସଫଳତା। ପଶ୍ଚିମବଙ୍ଗରୁ ଆସୁଥିଲା ଧଳା ଜହର ଆଉ କାବୁ କରିନେଲା ଜଳେଶ୍ୱର ପୁଲିସ। ପୁଲିସ କଷ୍ଟଡିରେ ଏବେ ବ୍ରାଉନ୍ ସୁଗାର କିଙ୍ଗପିନ୍ ଆଉ ଜବତ କରିଛି 285 ଗ୍ରାମର ବ୍ରାଉନ୍ ସୁଗର, ଯାହାର ମୂଲ୍ୟ ପ୍ରାୟ 28,50,000 ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି 28 ବର୍ଷିଆ କିଙ୍ଗପିନ୍ର ଘର ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଅଞ୍ଚଳର। ଆଜି ଭୋର ସମୟରେ ଜଳେଶ୍ୱର ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ପଶ୍ଚିମବଙ୍ଗ ସୀମାନ୍ତ ଅଗ୍ରୱାଲା ଛକ ନାକା ପଏଣ୍ଟଠାରେ କାବୁ କରିଥିଲା ଏହି କିଙ୍ଗପିନ୍କୁ। ଏହି ବ୍ୟକ୍ତି ପାଖରୁ ନଗଦ 880 ଟଙ୍କା, ଗୋଟିଏ ହୋଣ୍ଡା ସ୍କୁଟି ଯାହାର ନମ୍ବର HR26DU4123 ସହ ଗୋଟିଏ ଭିଭୋ କମ୍ପାନୀର ମୋବାଇଲକୁ ଜବତ କରିଛି ପୁଲିସ। ଏନେଇ ଜଳେଶ୍ୱର ଥାନାରେ 478/24 ମୂଳେ ଏକ ମାମଲା ରୁଜୁ ହୋଇଛି ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ ସାହୁ। ବ୍ୟୁରୋ ରିପୋର୍ଟ, ପ୍ରଭା ଲାଇଭ ଓଡ଼ିଆ। ବେସିଂ ଅନ୍ କ୍ରେଡିବଲ୍ ଇନଫର୍ମେସନ୍, ଜଳେଶ୍ୱର ପୁଲିସର ଏକ ଟିମ୍ ଆଇଆଇସିଙ୍କ ନେତୃତ୍ୱରେ ଆଜି ଭୋର ସମୟରେ ଅଗ୍ରୱାଲା ଛକ ପାଖରେ ଆମର ନାକା ପକାଇଥିଲେ ଏବଂ ଜନକ ବ୍ୟକ୍ତି ଯିଏକି ଆମର ରାଜପୁର ଅଞ୍ଚଳର ଜନକ ଯୁବକ, ସେ କ୍ଲାଣ୍ଡେଷ୍ଟାଇନ୍ ବ୍ରାଉନ୍ ସୁଗାର କ୍ୟାରି କରୁଛି ବୋଲି ଖବର ଥିବାରୁ ତାକୁ ଆମେ ନଜରରେ ରଖିଥିଲୁ। ସେ ଆସିବାରୁ ତାକୁ ସର୍ଚ୍ଚ କରାହେଇଥିଲା। ଇମିଡ଼ିଏଟଲି ତାକୁ ଡିଟେନ୍ କରାହେଇକି ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ସର୍ଚ୍ଚ କରାହେଇଥିଲା ଏବଂ ତାର ଏକ୍ସକ୍ଲୁସିଭ୍ ଆଣ୍ଡ କନସିୟସ୍ ପୋଜିସନରୁ 285 ଗ୍ରାମ ବ୍ରାଉନ୍ ସୁଗାର, ଯାହାର ବଜାରର ଆନୁମାନିକ ମୂଲ୍ୟ 28,50,000 ହେବ, ଜବତ କରାହେଇଥିଲା। ତା ନିକଟରୁ ମଧ୍ୟ 880 ଟଙ୍କା କ୍ୟାସ୍, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଆଉ ମୋବାଇଲ ଫୋନ୍ ଜବତ କରାଯାଇଛି। ବର୍ତ୍ତମାନ ଇନଭେଷ୍ଟିଗେସନ୍ ଆମର ଚାଲୁ ହୋଇଛି। ଏ ସଂକ୍ରାନ୍ତରେ ଜଳେଶ୍ୱର ଥାନା କେସ୍ ନମ୍ବର 478/24 ମାମଲା ରୁଜୁ ହୋଇଛି। ତାକୁ ଆମେ ଡିଟେନ୍ କରିଛୁ। ତାର ଆଫ୍ଟର ଡ୍ୟୁ ମେଡିକାଲ ଏକ୍ଜାମିନେସନ୍ କୋର୍ଟରେ ଆଜି ପ୍ରଡ୍ୟୁସ୍ କରାଯିବ ଏବଂ ଯାହା ଯାହା ଏନ୍ଡିପିଏସ୍ ଆକ୍ଟର ଯାହା ଯାହା ଅଛି କାର୍ଯ୍ୟକ୍ରମ, ସେ ଅନୁସାରେ ଆମେ ଲ ଅନୁସାରେ ଆକ୍ସନ୍ ନେବୁ।